ମାଲୋ 12 ବର୍ଷ ହେଲା ଆନନ୍ଦ 18,000 ଶ୍ଲୋକ ମୁଖସ୍ଥଳୀ ଗୀତା ପଢିଲା ସମସ୍ତ ଗୀତା ପାଠକୁ କଣ୍ଠସ୍ଥ କଲା ଯେଉଁ କାବ୍ୟ ପଢିବ ଥରେ ମାତ୍ର ଆନନ୍ଦ ତା ମସ୍ତିଷ୍କରେ ରହିଯାଏ। ପଣ୍ଡିତ ମାନେ ଆଶ୍ଚର୍ଯ୍ୟ ଛାଡିଗଲେ ଏଡେ ବଡ ଜ୍ଞାନୀ 16 ବର୍ଷ ହେଲାଣି ଲୋ ମା 16 ବର୍ଷ ହେଲା ଝିଅ ସମସ୍ତ ବେଦ ଶାସ୍ତ୍ରରେ ପରିପୂର୍ଣ୍ଣ ମା ସାରଳା ପରି ବାପା ଭଗବାନଙ୍କ ଆଶୀର୍ବାଦ ଅଟେ କି ଯେଉଁଟା ଆନନ୍ଦରେ ଯାହାକୁ ସେ ବିବାହ ହେବ ବିଦ୍ୟାରେ ଯେ ଜିଣିବ ତାକୁ ବିବାହ ହେବ। ବାବାରେ ମାତା ପିତାକୁ ଚିନ୍ତା ହେଲା ସେମାନେ ଭଗବାନଙ୍କୁ ଧ୍ୟାନ କଲେ ଭଗବାନ ଯଦି ଏମିତି ଜ୍ଞାନୀ ବନ୍ତି ଝିଅ ତାହେଲେ କନ୍ୟାଦାନ କରିବୁ ଆରେ ସମସ୍ତ ପଣ୍ଡିତ ମାନେ ବେଦ ଶାସ୍ତ୍ର ରଖି ଦିଅନ୍ତି ୟାକୁ ଦେଖି କେମିତି ହେବ ରାଜାଙ୍କ ମନ କଥା ଜାଣି ଭଗବାନ ପୁଣି ମାୟା କଲେ ସ୍ୱର୍ଗରେ ଗୋଟେ ଆଶା ନାମକ ଗନ୍ଧର୍ବ ତାକୁ ଡାକିଲେ ମର୍ତ୍ତ୍ୟମଣ୍ଡଳରେ କର୍ଣ୍ଣାଟକ ଦେଶ ଅଛି ରାଜାର ନାମ ଅଟେ ଆଜ୍ଞା ମାନେ ଚନ୍ଦ୍ରହାସ ରାଜା ରାଜାର 3 ଗୋଟି ରାଣୀ ଜ୍ୟେଷ୍ଠ ରାଣୀ ମାନଙ୍କ 2 ଗୋଟି ସନ୍ତାନ 4 ପୁଅ ଅଛନ୍ତି ସାନ ରାଣୀଙ୍କର କୋଳରେ ସନ୍ତାନ ନାହିଁ ଆଶା ଗନ୍ଧର୍ବକୁ କହିଲେ ଯାହା ଗନ୍ଧର୍ବ ମର୍ତ୍ତ୍ୟମଣ୍ଡଳକୁ ଚନ୍ଦ୍ରହାସ ରାଜାର କନିଷ୍ଠ ରାଣୀ ଯୋଉ ଅଛି ତା ଗର୍ଭରେ ବାସ କରି ଜନ୍ମ ନେବୁ ସୁଶୀଲାପୁରକୁ ଯିବୁ ସୁଶୀଳାକୁ ବିଦ୍ୟାରେ ଜିଣିବୁ ତାକୁ ବିବାହ ହୋଇ ଆସିଲା ବେଲେ ମୋ 16 ପୂଜା ଦେବୁ ମହାପ୍ରଭୁଙ୍କ ଆଶୀର୍ବାଦ ବଳରୁ ଆଜ୍ଞା ଗନ୍ଧର୍ବ ଯାଇକି ଚନ୍ଦ୍ରହାସ ରାଜାର ସାନ ରାଣୀଙ୍କ ଗର୍ଭରେ ବାସ କଲା 10 ମାସ 10 ଦିନ ହେଲା ତା ଗର୍ଭରୁ ଜନ୍ମ ନେଲା ଚନ୍ଦ୍ରହାସ ରାଜା ଆଜ୍ଞା ସେ ବାଲକର ନାମ ଅଭିନ୍ନ ମଦନ ଦେଲା।